ସମ୍ବାଦ ଆମ ଓଡ଼ିଶା ପକ୍ଷରୁ ରାଜ୍ୟସ୍ତରୀୟ ଚିତ୍ରାଙ୍କନ ହସ୍ତାକ୍ଷର ଓ ଓଡ଼ିଆ ଭାଷା ଜ୍ଞାନ ପ୍ରତିଯୋଗିତା ଅନୁଷ୍ଠିତ। ଖଣ୍ଡପଡ଼ା ସହରାଞ୍ଚଳ ଅଧୀନ ଓଡ଼ିଶା ଆଦର୍ଶ ଉଚ୍ଚ ବିଦ୍ୟାଳୟ ପରିସରରେ ଆୟୋଜିତ ଏହି ପରୀକ୍ଷାରେ ମୋଟ 301 ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ଖଣ୍ଡପଡ଼ା ଆମ ଓଡ଼ିଶା ପ୍ରତିନିଧି ଜିତେନ୍ଦ୍ର କୁମାର ସାହୁଙ୍କ ସଂଯୋଜନାରେ ଆୟୋଜିତ ପ୍ରତିଯୋଗିତାରେ ଚିତ୍ରାଙ୍କନରେ 160, ହସ୍ତାକ୍ଷରରେ 115, ଭାଷାଜ୍ଞାନ ପ୍ରବନ୍ଧରେ 26 ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ। ବାର୍ଷିକ ପ୍ରତିଯୋଗିତା ପରୀକ୍ଷା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଖଣ୍ଡପଡ଼ା ବିଧାୟକ ଦୁଷ୍ମନ୍ତ କୁମାର ସ୍ୱାଇଁ ଯୋଗଦେବା ସହିତ ଛାତ୍ରଛାତ୍ରୀମାନେ ଓଡ଼ିଆ ଭାଷା ପ୍ରତି ବିମୁଖ ନ ହୋଇ ଏହାକୁ ପଢ଼ିବାକୁ ଗୁରୁତ୍ୱ ଦିଅନ୍ତୁ ବୋଲି ଆହ୍ୱାନ କରିଥିଲେ। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସମ୍ବାଦ ସାହିତ୍ୟ ଘର ସଭାପତି ତଥା ବରିଷ୍ଠ ଶିଶୁ କବି କାଶୀନାଥ ଦାସ, ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ବିଦ୍ୟାଧର ମହାରଣା, ଶିକ୍ଷକ ମନୋଜ କୁମାର ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ। ଚିତ୍ରାଙ୍କନରେ ଲିଙ୍ଗରାଜ ନୋଡାଲ ୟୁପି ସ୍କୁଲର ଛାତ୍ର ପ୍ରିୟାଂଶୁ ଜୁଝାର ସିଂଙ୍କୁ ପ୍ରଥମ, କାଦୁଆ ପ୍ରାଥମିକ ବିଦ୍ୟାଳୟର ଛାତ୍ର ଶ୍ରେୟାଶିଷ ନିଶଙ୍କ ଦ୍ୱିତୀୟ, ଟାଉନ ମଡେଲ ଡିଗ୍ରୀ ବିଦ୍ୟାଳୟର ଛାତ୍ର ଜିତେନ୍ଦ୍ର ମହାପାତ୍ର ତୃତୀୟ ସ୍ଥାନ ଅଧିକାର କରିଥିଲେ। ଓଡ଼ିଆ ହସ୍ତାକ୍ଷର ପରୀକ୍ଷାରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଛାତ୍ରୀ ବଂଶିକା ସାଇକ୍ରିପା ପ୍ରଥମ, ରାମଚନ୍ଦ୍ର ଉଚ୍ଚ ବିଦ୍ୟାଳୟ ଛାତ୍ରୀ ଶ୍ରଦ୍ଧାଞ୍ଜଳି ଜାନି ଦ୍ୱିତୀୟ ଏବଂ ହରପ୍ରିୟା ଡାକୁଆ ତୃତୀୟ ସ୍ଥାନ ଅଧିକାର କରିଥିବା ସୂଚନା ମିଳିଛି। ଓଡ଼ିଆ ଭାଷାଜ୍ଞାନ ପରୀକ୍ଷାରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଛାତ୍ରୀ ଇପ୍ସିତା ପଣ୍ଡା ଓ ଆଦିତ୍ୟ ତ୍ରିପାଠୀ ଯଥାକ୍ରମେ ପ୍ରଥମ ଏବଂ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ବେଳେ କଳପଙ୍ଗୀ ପଣ୍ଡିତ ଜମ୍ବେଶ୍ୱର ଉଚ୍ଚ ବିଦ୍ୟାଳୟର ଛାତ୍ର ଶୁଭମ ରାଉତ ତୃତୀୟ ସ୍ଥାନ ଅଧିକାର କରିଥିବା ସୂଚନା ମିଳିଛି। ଶିବନାରାୟଣ ଦାସଙ୍କ ରିପୋର୍ଟ, ଖଣ୍ଡପଡ଼ା ବାର୍ତ୍ତା।